ବର୍ତ୍ତମାନ ଆମେ ଆସି ପହଞ୍ଚିଛେ ସେଇ କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୁସୁମା ଗ୍ରାମର ମାଳିକା ବର୍ଣ୍ଣିତ ଗୋବରୀ ନଦୀ କୂଳରେ ଥିବା ଶ୍ରୀ 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 ଅନନ୍ତ ଶମ୍ଭୁ ପୀଠରେ। ତେବେ ଆମ ପାଖରେ ଆସି ପହଞ୍ଚିଛନ୍ତି ଲକ୍ଷ୍ମୀନାରାୟଣ ବାବା। ବାବା ଆପଣଙ୍କୁ ସ୍ୱାଗତ ଜଣେଇବି। କଣ କେମିତି ଆଜି ଆସିଲେ? ଆଜ୍ଞା ଆମର ହଉଛି ଏ ଅଭିରାମ ପରମହଂସ କହିଛନ୍ତି ଏ ନନ୍ଦିଘୋଷ ବାହିବାକୁ ତୁମେ ସମର୍ଥ। ଏ ନନ୍ଦିଘୋଷକୁ କୁଆଡେ ପ୍ରଭୁ ନେବେ ସେ ହିଁ ଜାଣନ୍ତି। ମୁଁ ଆସିଥିଲି ଆଜି ଏଠି ଗୋଟେ ମାନେ ଆଶ୍ରମକୁ ଏଠି ଆମର ଜଗନ୍ନାଥଙ୍କ ରତ୍ନ ଏବେ ରଥ ର ସୁନାବେଶର ଗୋଟେ ଇଏକୁ ମୁଁ ଆସିଥିଲି। ଆସିବା ଭିତରେ ହଠାତ୍ ମନେ ପଡିଗଲା ସେ ବାବା ଗୌରାଙ୍ଗ ଚରଣ ଦାସ ମହାରାଜ ସେ କହିଲେ ଗୋଟେ ଆଶ୍ରମ ଯାଆନ୍ତୁ, ସେ ଗୋଟେ ଆଶ୍ରମ ବୁଲି ଦେଇକି ଯିବେ। ଯୋଉ ଆଶ୍ରମ ଟା ଦେଖିଲା ପରେ ବହୁତ ଆନନ୍ଦ ଲାଗିଲା। ଆଶ୍ରମ ମିନ୍ସ ଉଦ୍ଦେଶ୍ୟ ହଉଛି ସେଠି ଅଲୌକିକତାର ଅନୁଭବ ହେଲା। ଗୋଟେ ବାଲ୍ମୀକି ଏଠି ରହିଛନ୍ତି ଆଉ ଆ ସହିତ ମତେ ଭଲ ଲାଗୁଛି କାହିଁକିନା ଯୋଉ ଚିତ୍ରାଙ୍ଗିନୀର ଧାର ଆସିଛନ୍ତି ବା ଚିତୋତ୍ପଳାର ଯୋଉଟା ମା ରୁକ୍ମିଣୀଙ୍କର କ୍ଷେତ୍ରରୁ କୁଣ୍ଡୀ ନଦୀ ନାମରେ ପ୍ରବାହିତ ହେଇ ସେ ହିଁ ଗୋବରୀରେ ପରିଣତ ହେଇକି ମହାସାଗରରେ ମିଶିଛନ୍ତି। ତେଣୁ ସେଇ କୂଳରେ ଇଏ ସ୍ଥାନଟି ଅବସ୍ଥିତ, ଉଷ୍ମା ବୋଲି ଜାଗା। କିନ୍ତୁ ଗୋଟେ ଜିନିଷ ଅନୁଭବ କରୁଛି, ଉପରେ କୌଣସି ତୋରଣ ନାହିଁ କି ମାନେ ଆଲଟ ଇଏ ନାହିଁ, ନଥାଇକିରି ଖୋଲାମେଲା ମୁଁ ଏଠି ଦେଖୁଛି ବହୁତ ଦିନରୁ ଯାହା ଏଠି ଅନୁମାନ ହଉଛି ଇଏଟି ବାଲ୍ମୀକି ରହିଛନ୍ତି। ଯୋଉଟାକି ଆମର ଗୀତାରେ କହିଲେ ନାଇଁ ଚିନ୍ତନ୍ତି ଶସ୍ତ୍ର ହାଣି ନାଇଁ ନାନ୍ତି ବାବକା। ଏତେ ବର୍ଷା ହଉଛି ଆଉ ସେ ମୁଁ ଯୋଉ ମାନେ ସ୍ଥାନୀୟ ଅର୍ଜୁନ ବାବୁଙ୍କ ଠାରୁ ଯାହା ଶୁଣିଲି 23 ମସିହା ଠାରୁ ସେ ଦେଖି ଆସୁଛନ୍ତି। ଯୋଉ ବର୍ଷା ଲଗାତାର ଯାହା ହଉଛି ବି କିନ୍ତୁ ସିଏ ତାର ଆଉ ଲୀନ ହେଇକି ପୁଣି ଉଠିବା ନାହିଁ, ସେମିତି ରହିଛନ୍ତି। ବରଂ ବୃଦ୍ଧି ପାଉଛି କିନ୍ତୁ ସେ ସେମିତି ହେଇକି ରହିଛନ୍ତି। ତେଣୁ କଥା ହଉଛି ତାକୁ କିଏ ହବା ପାରିବ ଧରି। ଆମେ ଖାଲି ଏତିକି ଜାଣିବା ଇଏ ଗୋଟେ ପ୍ରଭୁଙ୍କର ଗୋଟେ ଲୀଳା। ଆପଣ ଅନେକ ସ୍ଥାନରେ ଦେଖିଥିବେ ହୁକା ବି ମଧ୍ୟ ଲୀନ ହେଇଯାଏ। ସେଟା ସ୍ୱାଭାବିକତା। ମାଟିର ଯୋଉଠି ମାନେ ପଥରର ଘର, ପଥରର ମନ୍ଦିର, ପଥରର ମାନେ ପାଚିରି ଭୁଷୁଡି ପଡୁଛି, ମାଟିର ଇଏ ରହିବା ଏଇଟା ନିଶ୍ଚିନ୍ତ ଭାବରେ ଆଶ୍ଚର୍ଯ୍ୟଜନକ ଜିନିଷ ନୁହେଁ କି? ଆଜ୍ଞା ଆପଣ ଯେତେବେଳେ ଆସିଲେ ଏଠି ପହଞ୍ଚିଲେ, ଏଠି ଦର୍ଶନ କଲେ, କେମିତି କଣ ଅନୁଭବ ହେଲା? ଶୁଣନ୍ତୁ, ଆମର ଗୋଟେ ଠାକୁର ଅଭିରାମ ପରମହଂସ କହିଥିଲେ ଅନୁଭବକୁ ସତ୍ୟ କହି ଅଭିରାମ ଭାଇ। ତେଣୁ ଅନୁଭବ ଟା ପ୍ରକୃତରେ ପ୍ରକାଶ କରିଦେଲେ ମୁଁ ଭାବୁଛି ବୋଧେ ତାର ଗୋଟେ ମାନେ ପରିଭାଷା ଟାକୁ ସମସ୍ତେ ବୁଝିବା କଷ୍ଟକର ହେଇଯାଏ। ତେଣୁ ଅନୁଭବ ଟା ହୃଦୟରେ ରହେ। ତେଣୁ ଅନୁଭବ ଟାକୁ ଭଗବାନ ବୁଝନ୍ତି। ଯେତିକିଟା ଅନୁଭବ ଆସିଲା ନିଶ୍ଚିତ ରହିଛି। ଯେତେବେଳେ ମା ନଦୀ କୂଳରେ, ଆଉ ଯୋଉ ନଦୀ କି ପୂର୍ଣ୍ଣତଃ ସମୁଦ୍ରରେ ମିଶିଛି ଗୋବର ନଦୀ, ତା କୂଳରେ ଯେତେବେଳେ ବିଦ୍ୟମାନ, ଆଉ ନିଶ୍ଚିନ୍ତ କୌଣସି ଶକ୍ତି ସେଠି ନିଶ୍ଚିନ୍ତ ରହିଛି। ଯାହାର ସେଇ ଦର୍ଶନ ଥିବ, ଯୋଉ ଭାବନା ଥିବ କି ତାର ଯାଦୃଶୀ ଭାବନା ଯାହାର ଯୋଉ ସ୍ତର ଥିବ ସେ ସେଇ ଦୃଷ୍ଟିରେ ଦେଖିବ। ମତେ ତ ବହୁତ ବଡ ଆଧ୍ୟାତ୍ମିକ ପୀଠ ଲାଗିଲା ଯେ ଏଠି ଜଣେ ସାଧୁ ସନ୍ଥ କିଏ ମାନେ କୋଉ ଅବସ୍ଥାରେ, କୋଉ ଶରୀରରେ, କୋଉଥିରେ ରହିଥିଲେ, ଯୋଉଟା କି ଯେମିତି ସମାଧି ହେଇଛନ୍ତି। ତାଙ୍କର କିଛି ପଦରଜ ରହିଛି, ଯାହାରି ଫଳରେ ସେ ଗୋଟେ ହୁଙ୍କା ଆକାରରେ ପ୍ରକାଶିତ ହେଇଛନ୍ତି। ଜୟ ଜଗନ୍ନାଥ।